କରୁଣାକର ବେହେରା ସବ୍ ଆସିଷ୍ଟାଣ୍ଟ ରେଜିଷ୍ଟର ଅଫ୍ କୋଅପରେଟିଭ ସୋସାଇଟି ଅଫିସ୍ ଅଫ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲ ନୟାଗଡ଼। ଆଜିର କାର୍ଯ୍ୟକ୍ରମ ହେଉଛି 70ତମ ଫାଉଣ୍ଡେସନ ଡେ ବୟନିକା ବ୍ରାଞ୍ଚ ନୟାଗଡ଼। ଆଜି ଆମର ଜିଲ୍ଲାପାଳ ମଧୁମିତା ରଥ ମହୋଦୟା ଆସି ଏଠାରେ ଫାଉଣ୍ଡେସନ ଡେ ଉଦ୍ଘାଟନ କରିଥିଲେ। ଆଉ କପଡ଼ା ବିଭିନ୍ନ କପଡ଼ା କଟନ ଶାଢ଼ୀ, ସିଲ୍କ ଶାଢ଼ୀ ଆଉ ବିଭିନ୍ନ ପ୍ରକାର ଶାଢ଼ୀ ବୁଲି ପରିଦର୍ଶନ କରିଥିଲେ ଏବଂ ମଧ୍ୟ ସେ ପରଚେଜ୍ ମଧ୍ୟ ବି କରିଛନ୍ତି। ବୟନିକା ଗୋଟେ ପୁରୁଣା ଅନୁଷ୍ଠାନ, ଏହା ଗୋଟେ ଆପେକ୍ସ ସୋସାଇଟି ଯାହାକି ସେ ଆମର ଓଡ଼ିଶାର ରାଜ୍ୟ ଭିତରେ ଯେତେ ସବୁ ତନ୍ତ ସମବାୟ ସମିତି ଅଛି ତାଙ୍କଠାରୁ କପଡ଼ା କଲେକ୍ସନ୍ କରୁଛି ଆଉ ତାହା ମଧ୍ୟ ମାର୍କେଟିଂ କରୁଛି ବିଭିନ୍ନ ବ୍ରାଞ୍ଚ ମାଧ୍ୟମରେ। ଏଇଟା ହେଉଛି କ'ଣ, ଆମର ଯେତେବେଳେ ପ୍ରଥମେ ଆରମ୍ଭ ହେଲା ବୟନିକା ସୋସାଇଟି ବିଭିନ୍ନ ପ୍ରାଥମିକ ସୋସାଇଟି ଥିଲା, ଯେହେତୁ ପ୍ରାଥମିକ ସୋସାଇଟି ଥିଲା ତାର କେମିତି ମାର୍କେଟିଂ ହେବ ଏହା ଚିନ୍ତା କରିକି ଗୋଟେ ମ୍ୟାନେଜମେଣ୍ଟ ରହିଲା। ମ୍ୟାନେଜମେଣ୍ଟ ମାଧ୍ୟମରେ ବୟନିକା ସେ ଗୋଟେ ଆପେକ୍ସ ସୋସାଇଟି ହିସାବରେ ଗଠନ ହୋଇ ସିଏ ବର୍ତ୍ତମାନ ଯେଉଁଟାକି ଓଡ଼ିଶାର ଜିନିଷ ଓଡ଼ିଶା ବାହାରକୁ ଏକ୍ସପୋର୍ଟ କଲା ଆଉ ମଧ୍ୟ ବିଭିନ୍ନ କଣ୍ଟ୍ରିକି ମଧ୍ୟ ବି ଏକ୍ସପୋର୍ଟ କରୁଛି। ଆମର ସମ୍ବଲପୁରୀ ଶାଢ଼ୀ ଆଉ ପାଟ ଶାଢ଼ୀ, ତାପରେ ଆମର ଖଣ୍ଡୁଆ ପାଟ ଆଉ ବ୍ରହ୍ମପୁର ସିଲ୍କ ବିଭିନ୍ନ ପ୍ରକାର ଶାଢ଼ୀର ବଜାର ଚାହିଦା ପୂରଣ କରିପାରିଛି। ହଁ, ଆମର ଜିଲ୍ଲାପାଳଙ୍କର ପରିଦର୍ଶନରେ ଆମର ବୟନିକାର ସମସ୍ତ ଷ୍ଟାଫ୍, ଆମର ସହକାରୀ ବୟନଶିଳ୍ପର ଷ୍ଟାଫ୍ ସମସ୍ତେ ଖୁସି ଅଛନ୍ତି।